ନୂଆପଡ଼ା ବିଧାନସଭା ଉପନିର୍ବାଚନ ମଇଦାନରେ ମୋଟ 14 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ଚୂଡ଼ାନ୍ତ ହୋଇଛି। ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ଶୁକ୍ରବାର ଥିଲା। କିନ୍ତୁ ଜଣେ ବି ପ୍ରାର୍ଥୀ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିନାହାନ୍ତି। ତେଣୁ 14 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ଥିର ହୋଇଛି। ପ୍ରମୁଖ ଦଳର ପ୍ରାର୍ଥୀମାନେ ହେଲେ ଭାରତୀୟ ଜନତା ପାର୍ଟି ବିଜେପି ଜୟ ଢୋଲକିଆ, ବିଜୁ ଜନତା ଦଳ ବିଜେଡି ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ଘାସିରାମ ମାଝୀ, ସମାଜବାଦୀ ପାର୍ଟି ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟି ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳ ସୁକଧର ଦଣ୍ଡସେନା। ଏହା ବ୍ୟତୀତ ଆହୁରି 8 ଜଣ ସ୍ୱାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ, ଚକ୍ରାନ୍ତ ଜେନା, ଭୁବନଲାଲ ସାହୁ, କିଶୋର କୁମାର ବାଗ, ନୀତା ବାଗ, ଲକ୍ଷ୍ମୀକାନ୍ତ ତାଣ୍ଡି, ଭକ୍ତବନ୍ଧୁ ଧରୁଆ ଓ ଲୋଚନ ମାଝୀ ମଧ୍ୟ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ମୋଟ 2 ଜଣଙ୍କର ନାମାଙ୍କନପତ୍ର ନାକଚ ହୋଇଥିଲା। ପୂର୍ବରୁ ଦାଖଲ ହୋଇଥିବା 19 ଜଣଙ୍କ ପ୍ରାର୍ଥୀପତ୍ର ମଧ୍ୟରୁ 14 ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଥିଲା।